ଆଜି ଆମେ ଆପଣମାନଙ୍କୁ ଏଭଳି ଏକ ଗରମ ଖବର କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ଏକ ଗାଁ ଅଛି ଯେଉଁଠି କୌଣସି ପୁରୁଷ ପିଲା ନାହାନ୍ତି, କେବଳ ସୁନ୍ଦରୀ ମହିଳାମାନେ ଏହି ଗାଁରେ ରୁହନ୍ତି। ଏହି ମହିଳାମାନେ ବିନା ପୁରୁଷରେ ଏହି ଗାଁରେ ବୋର ହୋଇ କରିଥାନ୍ତି ଏହି କାମ। କଣ୍ଟାବାଡ଼ିରେ ଘେରି ରହିଥିବା ସମ୍ବଲରୁ କେନିଆ ଉମଜା ଗାଁ ପୁରୁଷମାନଙ୍କ ଭିତରକୁ ଯିବାକୁ ବାଧ୍ୟ। ଗତ 27 ବର୍ଷ ଧରି କେବଳ ମହିଳାମାନେ ଏଠାରେ ନିଜ ଜୀବନ ବିତାଉଛନ୍ତି। 1990ରେ ଏହି ଗ୍ରାମଟି 15 ଜଣ ମହିଳାଙ୍କ ସହ ରହିବାକୁ ମନୋନୀତ ହୋଇଥିଲା, ଯେଉଁମାନଙ୍କ ସହିତ ବ୍ରିଟିଶ ସୈନିକମାନେ ବଳାତ୍କାର କରି ଚାଲି ଯାଇଥିଲେ। ଏହାପରେ ଗାଁର ପୁରୁଷମାନେ ହିଂସାର ଶିକାର ହୋଇଥିବା ମହିଳାମାନେ ଲୁଚି ରହିଲେ। ଇଂରେଜମାନେ ଏହି ଗାଁର ମହିଳାମାନଙ୍କୁ ଧର୍ଷଣ କରିବା ପରେ ଏହି ମହିଳାମାନେ ଏପରି ଏକ ନିୟମ ଲାଗୁ କରିଥିଲେ ଯେ ଗାଁ ମଧ୍ୟକୁ କୌଣସି ପୁରୁଷ ପ୍ରବେଶ କରିପାରିବ ନାହିଁ। ଏହି ଗାଁରେ କେବଳ ମହିଳାମାନେ ବାସ କରନ୍ତି। ସେଠାରେ ସେ ନିଜ ପିଲା ଏବଂ ନିଜର ଅଲଗା ଜୀବନ ସହିତ ରୁହନ୍ତି। ସରଳ ଭାବରେ କହିବାକୁ ଗଲେ ଏଠାରେ ଜଣେ ପୁରୁଷ ବ୍ୟକ୍ତିଙ୍କ ଆଗମନ ଉପରେ ଏକ ନିଷେଧାଦେଶ ଅଛି। ଏହାର ଏକ ଦୃଢ଼ କାରଣ ଅଛି ଯାହାକୁ ଆମେ କହିବାକୁ ଯାଉଛୁ। ଏଠାରେ ରହୁଥିବା ମହିଳାମାନେ କେବଳ ଗର୍ଭବତୀ ନୁହନ୍ତି, କୌଣସି ପୁରୁଷ ବିନା ସନ୍ତାନ ପ୍ରସବ କରନ୍ତି ଏବଂ ଶାରୀରିକ ସମ୍ବନ୍ଧ ପରେ ମଧ୍ୟ ରଖନ୍ତି। ଘରେ କୌଣସି ମର୍ଦ୍ଦ ନଥାଏ ମଧ୍ୟ। ଏହି ଗ୍ରାମରେ ବର୍ତ୍ତମାନ ପ୍ରାୟ 250 ମହିଳା ଏବଂ ଶିଶୁ ବାସ କରୁଛନ୍ତି। ଗାଁର ପ୍ରାଥମିକ ବିଦ୍ୟାଳୟ, ସାଂସ୍କୃତିକ କେନ୍ଦ୍ର ଏବଂ ସମ୍ବୁର ଜାତୀୟ ଉଦ୍ୟାନ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ମହିଳାମାନେ ଏକ ଅଭିଯାନ ଚଳାଉଛନ୍ତି। ଏହି ଗାଁର ନିଜସ୍ୱ ୱେବସାଇଟ୍ ମଧ୍ୟ ଅଛି। ଏଠାରେ ରହୁଥିବା ମହିଳାମାନେ ମଧ୍ୟ ଗାଁର ସୁବିଧା ପାଇଁ ପାରମ୍ପରିକ ଅଳଙ୍କାର ତିଆରି କରି ବିକ୍ରି କରନ୍ତି। ବିନା ପୁରୁଷରେ କିପରି ହୁଅନ୍ତି ଗର୍ଭବତୀ? ଏହି ଗାଁ ମଧ୍ୟକୁ ପୁରୁଷ ପ୍ରବେଶ ନିଷେଧ ଅଟେ, କିନ୍ତୁ ମହିଳାମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ଗାଁ ବାହାରେ ଜଙ୍ଗଲ ମଧ୍ୟକୁ ଯାଇଥାନ୍ତି। ସେଠାରେ ଶାରୀରିକ ସମ୍ପର୍କ ରଖି ଗାଁ ଭିତରକୁ ଫେରି ଆସନ୍ତି। ଏହି ଗାଁରେ ବିବାହ ନୁହେଁ, ଯିଏ ଯାହାକୁ ପସନ୍ଦ କରିପାରିଲା। ମହିଳାମାନେ ଗର୍ଭବତୀ ହୋଇ ପ୍ରସବ କରି ସାରିଲା ପରେ ଯଦି ପୁତ୍ର ସନ୍ତାନ ଜନ୍ମ ହୁଏ, ତେବେ 10 ବର୍ଷର ହେବା ପରେ ସେମାନଙ୍କ ପୁଅମାନଙ୍କୁ ଗାଁରେ ଛାଡ଼ି ଦିଆଯାଇଥାଏ। ପୁରୁଷମାନେ ବାଳକମାନଙ୍କୁ ଶିକ୍ଷା ଦେବା ସହ ଲାଳନ ପାଳନ କରିଥାନ୍ତି। ଯଦି ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓଟିକୁ ଲାଇକ୍, ସେୟାର ଏଣ୍ଡ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିବେ।